ତମେ ଏ ସବୁ କଣ କହି ଯାଉଛ? ତମେ ନିଜେ ବୁଝି ପାରୁଛ ତ? ए बाबू ए चंदन बाबू सतरे मु तुमको भला पाउची ଆରେ ରୁହ ମ, ଭଲ ପାଉଛି କହି କହି କୁଆଡେ ନା କୁଆଡେ ମାଡି ଯାଉଛି। ଆଲୋ ଏ ତମେ କଣ ମତେ ଆଗରୁ ଜାଣିଥିଲ ନା ମୁଁ ତୁମକୁ ଆଗରୁ ଜାଣିଥିଲି ବା? ଯେ ପ୍ରଥମ ଦେଖାରୁ କହି ଦଉଛ ମୁଁ ତୁମକୁ ଭଲ ପାଏ ବୋଲି। ଯେତେବେଳେ ଦେଖିଲି ନା ସେତେବେଳେ ମୁଁ ତୁମକୁ ଭଲା ପାଉची। ଆଲୋ ଏ ସେଇଟାକୁ ଭଲ ପାଇବା କୁହାଯାଏନି, ବୁଝିଲ? ଦେଖ ତମେ ବିପଦରେ ପଡିଥିଲ ଆଉ ମୁଁ ତୁମକୁ ରକ୍ଷା କଲି, ମୁଁ ବାସ୍ ମୋ କର୍ତ୍ତବ୍ୟ କଲି। ତମେ ସେଇ କଥା ଧରିକି ମୋ ପଛରେ ପଡନି କହି ଦଉଛି। ଏଥର ମତେ ଯିବା ପାଇଁ ଦିଅ ବାବା, ମୋର ସେଇଠି ଅନେକ କାମ ଅଛି, ମୁଁ ଚାଲି ଯାଉଛି। ए आसना टिके पाखकू। ଆରେ ନାଇଁ କହିଲି ନା, ମୁଁ ତମ ଝିଅ ମାନଙ୍କୁ ବହୁତ ଭଲ ଭାବରେ ଜାଣିଛି, ବୁଝିଲ? काहे की दूर ही जाउछ कहला ए ଆଲୋ तेरा ନାଇଁ ରେ ବାବା, ଦରକାର ନାହିଁ ତମ ଏଇ ଝିଅ ମାନଙ୍କ ପ୍ରେମ। ତମ ଝିଅ ମାନଙ୍କ ପ୍ରେମ ନା ମୁଁ ଅନେକ ଦେଖି ସାରିଛି। ପ୍ରଥମେ ପ୍ରଥମେ କହିବ ମୁଁ ତୁମକୁ ଭଲ ପାଉଛି, ତମ ପାଇଁ ଏୟା କରିଦେବି ସେୟା କରିଦେବି, ଜୀବନ ଦେଇଦେବି। ଆଉ ପଛେ ପଛେ ଗୋଟେ ପର ପୁରୁଷ ଦେଖିଲେ ତା ପଛରେ ଗୋଡେଇ ଗୋଡେଇ ଚାଲିଯିବ। ए हम झिया पिलांक विषय एमती कोन जानिछ जे हम झिया पिलांक कहउछ कहला ए बीरा जानिछ गोटे कथा कहबी की କଥା कुह ମ? ताले सुना ए नारी को भावनी अबला दुर्बला नारी आकिरा लुह कमान नारी को भावनी अबला दुर्बला नारी आकिरा लुह कमान सीता पाई दिन रावण मरिछि पुराण रे अछि प्रमाण जानिछ ना हम झिया पिलांक केबे भी एमती कहबनी। अच्छा अच्छा, ତାହେଲେ ପୁରାଣରେ ଅଛି, ପ୍ରମାଣ ନାହିଁ? ଆଲୋ ଏ कोन ତମେ ସେଇ ପୁରାଣ ଶାସ୍ତ୍ର କଥା ମତେ ବୁଝାଅନି କହି ଦଉଛି। ଆଲୋ ଏ ତମେ ଯୋଉ ପୁରାଣ କଥା କହୁଛ ସେଇ ପୁରାଣର ତୃତୀୟ ପୃଷ୍ଠାରେ କଣ ଲେଖା ହେଇଛି ତମେ କଣ ଜାଣିଛ? कोन लेखाइछि ଆଲୋ ଏଇ हां ସେଇଠି ପୁରା ଲେଖା ଅଛି। हां ଆଲୋ ରାଧାକୃଷ୍ଣ ଯେବେ ପ୍ରେମ କରୁଥିଲେ ସେ ପ୍ରେମର ଥିଲା ମାନ। सतरे ଆଲୋ ରାଧାକୃଷ୍ଣ ଯେବେ ପ୍ରେମ କରୁଥିଲେ ସେ ପ୍ରେମର ଥିଲା ମାନ। हां ଆଉ ଆଜିକାଲି ଝିଅ ପ୍ରେମ କରୁଛନ୍ତି ଶଳା କୁକୁର ଠାରୁ ବିହୀନ। सतरे पागल है गला ना कोन गोटे झियो पिला को तमे कुकुरा कहउछ आओ। तुमको लाज लागुनी। ଆଲୋ ଏଇ ସିଧା ସିଧା କହି ଦଉଛି, ମୋ ପଥରଦ କରନି, ମତେ ଯିବା ପାଇଁ ଦିଅ। देखा तमे कुकुरा कुह ना ठाकुरा कुह जेतबेल तुम तुमको भल पाउछ माने भल पाउथि जाओ ना मो पाखु को चली आस। ନାଇଁ କହିଲି ନା, ମୁଁ ଭଲ ପାଇନି ମାନେ ଭଲ ପାଇନି। जाना जाना रासिका नगर तुम्हें तो प्रेमिका पागल मोहरा तुम्हें जाना जाना रासिका नगर तुम्हें तो प्रेमिका पागल सतरे झियो पिला केबे देखी ना झियो अरे। पिला हाथ बाजी रे एमिति छिटकी जाउछ काहे की ଚିଟକିବିନି ତ ଆଉ କଣ କରିବି କହିଲ? ଜଣେ ଝିଅ ହେଇ ଜଣେ ଅଜଣା ଅଚିହ୍ନା ପୁଅ ସହିତ ଏମିତି ବ୍ୟବହାର କରୁଛ, ତମକୁ ଟିକେ ମଧ୍ୟ ଲାଜ ଲାଗୁନି? ए सेई पुआ को मु जेतबेले तू देखिछि ना सतरे शंका सिंदूर मानि नाइछि ए बीरा तुम्हें मोरा शंका हेल तुम्हें मोती दूर तुम्हें मोरा पति तुम्हें परमेश्वर तुम्हें मोरा शंका हेल तुम्हें मोती दूर तुम्हें मोरा पति तुम्हें परमेश्वर तुम्हें पैसा देइछि दे हकुनो बकरी निया आहे बीरा वाला तुरई जानी ए बीरा जाना जाना रास
ପୁଅ ପିଲା ପାଖରେ ଏମିତି ରାଗ ଥାଏ ସତରେ ମୁଁ ଆଜି ଜାଣୁଛି। ଏ ବୀର କାହିଁକି ଏତେ ରାଗ କହିଲ? ଆଲୋଇ ମୁଁ ତ ଭଲ ପାଉଛି ହେଲେ କିନ୍ତୁ ପାପ କରୁନି ତ। ଆଲୋଇ ହଁ ଦେଖ ପ୍ରଥମ ଦେଖାରୁ କିଏ କାହାକୁ ଭଲ ପାଇଯାଏନି ବୁଝିଲ। ଆଉ ତମେ ମତେ ଯୋଉ ଭଲ ପାଉଛ ସେଇଟାକୁ ଭଲ ପାଇବା କୁହାଯାଏନି। ଆଲୋଇ ଭଲ ପାଇବା ହଉଛି ଦୁଇଟି ମନର ମିଳନ। ଭଲ ପାଇବା ହଉଛି ଦୁଇଟି ଆତ୍ମାର ମିଳନ ବୁଝିଲ। ଆଉ ତମ ଆଉ ମୋର ଏପର୍ଯ୍ୟନ୍ତ ମିଶିନି। ସେଥିପାଇଁ ତ କହୁଛି ତମ ହାତ ମୋ ହାତକୁ ଦେଇଦିଅ ଆଉ ଆମର ମିଳନ କରିଦିଅ ବୀର। ନାଇଁ ନାଇଁ ଆଲୋ ଏ ଅର୍ଚ୍ଚନା ହଁ ମୁଁ ତୁମକୁ କେମିତି ବୁଝେଇବି କହିଲ? ଦେଖ ଆଉ ଗୋଟେ କଥା ମଧ୍ୟ କହୁଛି। କଣ? ଦେଖ ତମେ ତ ହେଲ ଜଣେ ରାଜକୁମାରୀ ଆଉ ମୁଁ ତ ହେଲି ଜଣେ ସାମାନ୍ୟ ବ୍ରାହ୍ମଣ ପୁଅ। ତମେ କଣ ମତେ ଭଲ ପାଇ ଏ ଦୁନିଆ ଆଗରେ ଲୋକହସା ହବା ପାଇଁ ଚାହୁଁଛ? ଦେଖ ବୀର ପ୍ରେମ ପାଇଁ କିଏ କିଏ ଜାତି ଅନଜାତି ବ୍ରାହ୍ମଣ ଆଉ ରାଜପୁତ୍ର କିନ୍ତୁ ସମାନ ହୁଏନି। ଏ ବୀର ଯେତେବେଳେ ମୁଁ ତମକୁ ଭଲ ପାଇଛି ମାନେ ଭଲ ପାଉଥିବି। ଯେତେବେଳେ ମୁଁ ମରିବି ସେତେବେଳେ ମୁଁ ଭୁଲିଯିବି। ଆରେ ନାଇଲୋ ଅର୍ଚ୍ଚନା ତମେ ଏବେ ସିନା ଏଇଆ କହୁଛ କିନ୍ତୁ ମୁଁ ତମ ଝିଅ ମାନଙ୍କୁ ବହୁତ ଭଲ ଭାବରେ ଜାଣିଛି। ତମେ ପ୍ରଥମେ ପ୍ରଥମେ ଭଲ ପାଇବା ବେଳକୁ ହିଁ ଏମିତି କଥା କହ। ଆଉ ଯେତେବେଳେ ବାହା ହବା ସମୟ ଆସିଯାଏ ସେଇ ସମୟରେ ତମେ ଏମିତି ଜାତି ଧର୍ମ କଥା କହିକି ଆମ ପୁଅ ମାନଙ୍କ ଠାରୁ ଅଲଗା ହେଇଯାଅ ବୁଝିଲ। ସେଇଥିପାଇଁ କହୁଛି ଏଇ କଥାକୁ ଆଉ ଆଗକୁ ନିଅନି, ଏଥିରେ ହିଁ ସମାପ୍ତ କରିଦିଅ। ନାଇଁ ବୀର ମୁଁ ଯେତେବେଳେ ତମକୁ ଭଲ ପାଉଛି ମାନେ ଭଲ ପାଉଥିବି। ଆଲୋଇ ହଁ ପାଓନା ଭଲ ସତରେ ମତେ ରୂପସୀ ଉମ୍ମା। ଯୋଗ୍ୟ ନୁହେଁ ମୁଁ ତୋର ଅଛି ବା ଅଟେ ମୁଁ ଜଣେ କଣ? ବ୍ରାହ୍ମଣ ପୁଅ ଓହୋ। ନୁହେଁ ରାଜକୁମାର। ଛାଡ଼ି ଦିଅ ପଥ ମୋର ନାଇଁ ମ ଯିବି ମୁଁ ମୋ ଘର। କେବେ ବି ହେଇପାରିବନି। ପାଓନା ଭଲ ମତେ ରୂପସୀ ପାଓନା ଭଲ ମତେ ରୂପସୀ ଯୋଗ୍ୟ ନୁହେଁ ମୁଁ ତୋର ଅଟେ ମୁଁ ଜଣେ ବ୍ରାହ୍ମଣ ପୁଅ ନୁହେଁ ରାଜକୁମାର। ଛାଡ଼ି ଦିଅ ପଥ ମୋର ଯିବି ମୁଁ ମୋ ଘର। ଛାଡ଼ି ଦିଅ ପଥ ମୋର ଯିବି ମୁଁ ମୋ ଘର। ଏ ବୀର ଆଲୋଇ ମୁଁ କଥାକୁ ମାନି ଯାଉ ପରା କହୁଛି। ବୀର ଯେତେବେଳେ ତୁ ଭଲ ପାଉଛି ସେତେବେଳେ ମୁଁ ସତରେ ପାଗଳି ହେଇଯାଇଛି। ଗୋଟେ କଥା କହିବି ବୀର ଆଲୋ କି କଥା
ଆଲୋ କୁହ ନା। ଏ ବୀର ପାହାଡ଼ ଉପରେ ଘର କରିଥିଲି ପବନ ଉଡ଼େଇ ନେଲା। ପାହାଡ଼ ଉପରେ ଘର କରିଥିଲି ପବନ ଉଡ଼େଇ ନେଲା। ଏ ଚନ୍ଦନ ତମ ପରି ସାଥିଟିଏ ପାଇଛି ସତରେ ମୋର ଝୁରି ଝୁରି ଦିନ ଗଲା। କଣ କହିଲା? ମୋ ପରି ସାଥୀଟା ତମେ କେବେଠୁ ପାଇଲ ମ? ଏମିତି କଥା କହୁଛ? ଯେତେବେଳଠୁ ଦେଖିଛି ସେତେବେଳେ ତ ପାଇଛି। ଆଚ୍ଛା ତମେ ଯେତେବେଳଠୁ ତମେ ମତେ ଦେଖି ଦେଇଛ ସେତେବେଳଠୁ ତମେ ମତେ ମନେ ମନେ ସେୟା ଭାବି ନେଇଛ ନାଇଁ? ହଁ ହେଲେ ଅପା ଆଲୋ ଏ ତମେ ଚୁପ ରହ, ଆମ ମଝିକୁ ଆସନି କହି ଦଉଛି। ଆଲୋ ଏ ସେଇଟା ହଉଛି ତମର ଭୁଲ ଧାରଣା, ବୁଝିଲ? ଆଲୋ ଯେବେଠୁ ମୁଁ ତୁମକୁ ପ୍ରଥମେ ଦେଖିଲି ମତେ କଣ ଲାଗିଲା, ମୁଁ ମୋର ଅନୁଭୂତି କହିବି। କହୁନା। ଦେଖ ହଁ ମୁଁ କହିବି କିନ୍ତୁ ତମେ ଜମାରୁ ରାଗିବନି। ନାଇଁ ମ। ରାଗିବନି ତାହେଲେ କହି ଦଉଛି। ହଁ ଯେବେଠୁ ତମକୁ ମୁଁ ଦେଖିଲି ମତେ ଏୟା ଲାଗିଲା କି ଆଲୋ ଖଜୁରୀ ଗଛର କି ଗୁଣ ଗାଇବି, ସେ ତ ମୂଳରୁ ପାହାଚ ପାହାଚ। ସତରେ। ଆଲୋ ଖଜୁରୀ ଗଛର କି ଗୁଣ ଗାଇବି, ସେ ତ ମୂଳରୁ ପାହାଚ ପାହାଚ। ହଁ ଆଉ ତମ ମୁହଁକୁ ଦେଖିଲେ ଏମିତି ଲାଗୁଛି ତମେ ଆଗରୁ ଘଇତା ରଖିଛ। ଏ ଯଦି ମୁଁ ଘଇତା ରଖିଥାନ୍ତି ସତରେ ଏଇ ଦେଖୁନ ଏଇ ରଙ୍ଗମଞ୍ଚରେ କେତେ ହ୍ୟାଣ୍ଡସମ୍ ଟୋକା ଅଛନ୍ତି। ଯଦି ମୁଁ ଭଲ ପାଇଲେ ଜଣକୁ ବାଛି ନେଇ ଭଲ ପାଇଥାନ୍ତି, ଆଉ କିନ୍ତୁ ବାହା ବି ମଧ୍ୟ ହେଇଥାନ୍ତି। ତମକୁ କାହିଁକି? ଏ ବୀର ଆଲୋ ଏଇ ତମେ ନା ମୋ ଜୀବନ ବଞ୍ଚେଇଲ, ସେଥିପାଇଁ ମୁଁ ତମକୁ ଭଲ ପାଉଛି ହେଲା। ଆରେ ବାବା ମୋ କଥାକୁ ବୁଝିଯାଅ, ଏମିତି ଅବୁଝା ହୁଅନି। ଆଲୋ ଏ ମାନେ ବୁଝିବିନି କଥାକୁ ମୁଁ ବୁଝ ନା ଅବୁଝାଲୋ ନା, କଥାକୁ ମୁଁ ବୁଝ ନା ଅବୁଝାଲୋ ନା। ସମୟ ନାହିଁ ମୋ ପାଖେ କଟାଲୋ କରନା, କେତେ କର ବାହାନା, କେତେ କର ବାହାନା। ରମଣ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା, ରମଣ ହେଇ ଧରିବି କେମିତି ଏ ହାତେ ଚନ୍ଦ୍ରମା। ହେଲେ ଅପା ସେ ନା ଆମକୁ ଦେଖିକି ଲାଜ କରୁଛି ଲୋ। ହଲୋ ସାଙ୍ଗ ଦେଖ ତମେ ଯାଅ ସେଇ ବରଗଛ ମୂଳରେ ଟିକେ ଅପେକ୍ଷା କରିବ, ମୁଁ ସେଇ ଚନ୍ଦନ ବାବୁ ସାଙ୍ଗରେ ଟିକେ କଥା ହେଇକି ଆସିଲେ ସାଙ୍ଗ। ହେଲେ ଅପା ତାକୁ ନା ଜମାରୁ ବି ଛାଣିବନି ହେଲା। ନାଇଲୋ ନାଇଁ ମୁଁ କେବେ ବି ଛାଡ଼ିବିନି। ନାଇଁ ବାବା ମୁଁ ପାରିବିନି। ଆରେ ଯାଅ ମ। ଏ ବୀର ଦେଖ ସତରେ ସତ ମୁଁ ଏମିତି ପାଗିଳି ଯେ ତମେ ପ୍ରେମରେ ପଡ଼ି ସତକୁ ସତ ମୁଁ ପାଗିଳି ହେଇଯାଇଛି। ଏ ବୀର ଜାଣିଛ ଏ ବୀର ଏଇ ଶ୍ରାବଣ ମାସରେ ସେଇଠି ଦେବଦେବ ମହାଦେବଙ୍କର ପୂଜା ହଉଛି, ଆଉ ମୁଁ ନା ସେଇ ଦେବଦେବ ମହାଦେବଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲି।
ଆଉ ସେଇଠି ପ୍ରସାଦ ନେଇ ଆସିଛି। ପ୍ରସାଦ ତ ସମସ୍ତେ ଖାଆନ୍ତି, ଯେ ତମେ କିନ୍ତୁ ଖାଇବନି କେମିତି? ଦେଖ ବୀର, ମୁଁ ପ୍ରସାଦ ନେଇକି ଆସିଛି, ସେଇ ପ୍ରସାଦ ଟିକେ ଖାଇଦିଅ ନା। ତମେ ତମେ କହୁଛ ତମେ ସେଇ ପ୍ରଭୁ ମହାଦେବଙ୍କ ପ୍ରସାଦ ଆଣିଛ? ହଁ ବୀର, ଆରେ ବାବା, ତମେ ଯେତେବେଳେ କହୁଛ ତମେ ମୋତେ ପ୍ରସାଦ ଆଣିକି ଦବ, ତାହେଲେ ମୁଁ ପ୍ରସାଦକୁ କାହିଁକି ମନା କରିବି? ଦେଖ ତାହେଲେ ବିଳମ୍ବର କରି ସେଇଠି ବସି ପଡ଼, ମୁଁ ପ୍ରସାଦ ନେଇକି ଆସିଛି ବୀର। ହଁ, କିନ୍ତୁ ଗୋଟିଏ କଥା, କଣ? ତମେ ମୋତେ ପ୍ରସାଦ ଦେଇକି ଏଠାରୁ ଚାଲିଯିବ, ହେଲା? ହଉ ହଉ, ହେଲା ବାବା ହେଲା, ମୁଁ ଚାଲିଯିବି। ଠିକ ଅଛି, ତାହେଲେ ମୁଁ ଏଇଠି ଅପେକ୍ଷା କରିଛି, ତମେ ସେଇ ପ୍ରସାଦଟା ନେଇକି ଆସ। ହଁ ବୀର। ଇଏ ମୋତେ କଣ ହେଇଯାଇଥିଲା? ଅର୍ଚ୍ଚନା, ଆଲୋ ଏ ଅର୍ଚ୍ଚନା, ଅର୍ଚ୍ଚନା, ଏ ଚନ୍ଦନ, ତମେ ମତେ ଡାକିଲ? ଆରେ ତମେ ଏମିତି ଅନ୍ୟମନସ୍କ କାହିଁକି ହଉଛ କହିଲ? ନାଇଁ ବାବା ନା, ମୋ ସଖୀ ସହଚରୀଙ୍କ କଥା ଭାବୁଥିଲି। ତମେ ତମ ସଖୀମାନଙ୍କ କଥା ଭାବୁଥିଲ? ହଁ ବୀର। ଆରେ ଏଇ ତମେ ତାଙ୍କ କଥା କାହିଁ ଭାବୁଛ? ତମେ ପରା ନିଜେ ତାଙ୍କୁ ଏଠୁ ତଳିଦେଲ। ହେଲେ ଗୋଟିଏ କଥା କହିଲ, କଣ? ତମେ ତ କହିଲ ତମେ ସେଇ ମହାପ୍ରଭୁଙ୍କ ପ୍ରସାଦ ଆଣିକି ମତେ ଦବ, ଆଉ ଦେଲ ମଧ୍ୟ। କିନ୍ତୁ ଗୋଟିଏ କଥା କହ, ସତ ସତ କହିବ, ତମ ସେଇ ପ୍ରସାଦରେ ମତେ କଣ ମିଶେଇକି ଦେଇଛ? ଇମା, ମୁଁ ତମକୁ ସେଇ ପ୍ରସାଦ ହିଁ ଦେଇଛି, ଆଉ ଅନ୍ୟ କିଛି ଦେଇନି। ଦେଖ, ମିଛ କହାନି କହିଦଉଛି। ମୁଁ ସତ କହୁଛି ବାବା, ପ୍ରସାଦ ହିଁ ଦେଇଛି, ଆଉ ଅନ୍ୟ କିଛି ଦେଇନି। ଆଉ ଅନ୍ୟ କିଛି ଦେଇନ? ନା। ଆଲୋ ଏଇ ତ ଗୋଟିଏ କଥା କହ, ସେଇ ପ୍ରସାଦଟା ଖାଇସାରିଲା ପରେ ମୋ ମୁଣ୍ଡ କାହିଁକି ବୁଲେଇଲା, ଆଉ ମୁଁ ଏମିତି ତଳେ କାହିଁକି ପଡ଼ିଗଲି? ଡାକ୍ତରିକା, ତମ ମୁଣ୍ଡ ବୁଲେଇଲା, ତମେ ପଡ଼ିଗଲ, ତମେ ପାଗଳ ନା କଣ? ତମ ମୁଣ୍ଡ ବୁଲେଇଲା, ତମେ ପଡ଼ିଗଲ, ତମ କଥା ତମେ ସିନା ଜାଣିବ, ହେଲେ ମତେ କାହିଁକି ପଚାରୁଛ କହିଲ? ତମକୁ କାହିଁକି ପଚାରୁଛି? ହଁ। ଆଲୋ ମୁଁ ଏଇଥିପାଇଁ ପଚାରୁଛି ଯେ ସେଇ ପ୍ରସାଦଟା ନ ଖାଇବା ପୂର୍ବରୁ ମୋର କିଛି ବି ହଉନଥିଲା, କିନ୍ତୁ ସେ ପ୍ରସାଦଟା ଯେତେବେଳେ ଖାଇସାରିଛି ମୋ ମୁଣ୍ଡ ବୁଲେଇଛି, ଆଉ ମତେ କଣ ହେଇଛି କିଏ ଜାଣି, ଏ ମୋ ଦେହ ସାରା ନା ପୁରା ଶିହରଣଟା ଖେଳି ଉଠୁଛି। ଆଲୋ ଏଇ ଗୋଟିଏ କଥାଟା କହିବି କହିବି ବୋଲି ଭାବୁଛି, କିନ୍ତୁ କହିପାରୁନଥିଲି, ଆଉ ମୁଁ ଆଉ ଧୈର୍ଯ୍ୟ ଧରି ପାରିବିନି, ସେଇଥିପାଇଁ କହିଦଉଛି, ଶୁଣିବ ନା? କଣ? ତାମାନେ ମୁଁ ଏହା କହିବା ପାଇଁ ଚାହୁଁଛି ଯେ ତମେ ବି ମତେ ଭଲ ପାଅ ନା? ଆଲୋ ଏଇ କଣ ପାଇଁ ଏମିତି ମନେ ମନେ ଗୁଣୁ ଗୁଣୁ ହଉଛ? ଯାହା କହିବାର ଅଛି ସଫା ସଫା କହୁନ। ଆଲୋ ଏଇ
এই টিকি আଗରୁ ପରେ ତମେ ମତେ କହୁଥିଲ ଯେ ଚନ୍ଦନ ତମେ ବ୍ରାହ୍ମଣ ପୁଅ ହେଲେ କଣ ହେଲା ତମେ ବି ତ ଗୋଟେ ମଣିଷ ମୁଁ ବି ତ ଗୋଟେ ମଣିଷ ଏହା କହୁଥିଲ ଆଉ ତମେ ମତେ କହୁଥିଲ ଯେ ତମେ ମତେ ଭଲ ପାଅ ବୋଲି କିନ୍ତୁ ମୁଁ ତୁମକୁ ମନା କରିଦଉଥିଲି କଣ ପାଇଁ ମନା କରିଦଉଥିଲି ଜାଣିଛ ଆରେ ବାବା ଏଠି ତମ ଆଉ ମୋ ଛଡ଼ା ଏଠି ତମ 4 ଜଣ ସେଇ ସଖୀ ମାନେ ମଧ୍ୟ ଥିଲେ ସେଇଥିପାଇଁ ମୁଁ ତୁମକୁ ମନା କରିଦଉଥିଲି କାଳେ ଯଦି ସେ ତମ ଆଉ ମୋ ଭଲ ପାଇବା ବିଷୟରେ ଜାଣିଯିବେ ଆଉ ଘରେ ଯାଇ ତମ ବାପାଙ୍କ ଆଗରେ ଏଇ କଥାଟା କହିଦେବେ ତାହେଲେ ତମ ବାପା ଆମ 2 ଜଣଙ୍କୁ କଣ ଭାବିବେ କହିଲ ଏଇ ଦେଖ ଯାହା କହିବାର ଅଛି ସଫା ସଫା କୁହ ଏପଟ ସେପଟ ବୁଲାଉନି ହେଲା ଆରେ ବାବା ମୁଁ କହିବାର ମାନେ ଏୟା କି ଯେ ମୁଁ ମଧ୍ୟ ତୁମକୁ ମୋ ଜୀବନଠୁ ଅଧିକ ଭଲ ପାଏ ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଇलो ଅର୍ଚ୍ଚନା ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ ବାহ ବାହ କଣ କହିଲ ତମେ ମତେ ଭଲ ପାଅ ଆରେ ହଁ ଏ ବୀର ଯେତେବେଳେ ତମକୁ ମୁଁ ହାତ ପାଦ ଧରି ଗୋଳାଇ ଘଣ୍ଟେ ହେଇ କେତେ ନେଉରିଆ ହଉଥିଲି ତମ ପ୍ରେମ କଣ କୁଆଡ଼େ ଉଭେଇ ଯାଇଥିଲା ଏବେ କଣ କହୁଛନ୍ତି ନା ବାବୁଙ୍କର ପ୍ରେମ ଉଛୁଲି ପଡୁଛି ଏଇ ମୁଁ ତୁମକୁ ଭଲ ଭଲ ପାଉନି ତମେ ଏଠି ଚାଲିଯାଅ ଆରେ ବାବା ଟିକେ ଆଗରୁ ମୋ ପଛେ କେତେ ଗୋଡ଼େଇ ଘାଣ୍ଟି ହଉଥିଲ ଆଉ ଏବେ ଯେତେବେଳେ ମୁଁ କହୁଛି ମୁଁ ମଧ୍ୟ ତୁମକୁ ଭଲ ପାଇବେ ବୋଲି ଫୁଲେଇ ହଉଛ ନାଇଁ ହଁ ମୁଁ ତମକୁ ଭଲ ପାଉନି ତମେ ଚାଲିଯାଅ ଏଠି ନା ନା ସିଆ ହେଇପାରିବନି ମୁଁ ଯିବି ତ ତୁମକୁ ମୋ ସାଥିରେ ନେଇକି ହିଁ ଯିବି ଆରେ ବାବା ମୁଁ ମଧ୍ୟ ତୁମକୁ ପ୍ରଥମ ଦେଖାଠୁ ବହୁତ ଭଲ ପାଉଥିଲି କିନ୍ତୁ ତମ ସଖୀ ମାନେ ଥିଲେ ବୋଲି ମୁଁ ତୁମକୁ ମନା କରିଦେଉଥିଲି କିନ୍ତୁ ଏ ନିରଳା ଜାଗାରେ ଏବେ ଆଉ କେହି ନାହିଁ ତମେ ଆଉ ମୁଁ ସେଇଥିପାଇଁ କହୁଛି ଆସ ଅର୍ଚ୍ଚନା ଏଇ ମୋ ହାତରେ ହାତ ରଖି ମୋ ଛାତିରେ ଲାଗିଯାଅ ନା ଆଲୋ ଏଇ ଆଉ କେତେ କଣ ଦେବ ମତେ ତାହେଲେ ତମେ ମାନିବନି ଆଲୋ ମୁଁ ବି ଦେଖିବି ତମେ ମୋ କଥାକୁ କେମିତି ମାନିବନି हे प्राण प्रिय मोरा न कर मते पर कौन भल पाई मते करिनी निजरा ना रे बाबा ना हे प्राण प्रिय मोरा न कर मते पर भल पाई मते करिनी निजरा आस गो मो रूपसी प्रिया आस गो मो रूपसी प्रिया ना बाबा ना गोलरे आसी बस मोरा 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 आस गो मो रूपसी प्रिया गोलरे आसी बस मोरा 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 तुमको भले पाउनी माने भले पाउनी तमे चली जाओ एठू आलो ए मते एमिति काई के कहउछ जे आलो आसो ना ए अर्चना जे बेटू तुमको मु प्रथमे देखिला दिनठू मु भल पाई गली जे बेटू तुमको मु प्रथमे देखिला दिनठू मु भल पाई गली तुमे मो आरंभ तुमे मो शेष तुम ठारे मन प्राण परस हे प्राण प्रिय मोर न कर मते पर भल पाई मते करिनी निजर आस गो मो रूपसी प्रिया नाई मां
ଆସ ଗୋ ମୋ ରୂପସୀ ପ୍ରିୟା ନା ବାବା ନା କୋଳରେ ଆସି ବସ ମୋର 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 ଆସ ଗୋ ମୋ ରୂପସୀ ପ୍ରିୟା କୋଳରେ ଆସି ବସ ମୋର 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 ଏ ଚନ୍ଦନ ବାବୁ ସତରେ ତମେ ମତେ ଭଲ ପାଉଛ ନା ଆରେ ହଁ ଲୋ ସତରେ ମୁଁ ତୁମକୁ ଭଲ ପାଉଛି ହେଲେ ତମେ ମତେ କଥା ଦିଅ କେବେ ବି ଅଧା ରାସ୍ତାରେ ଛାଡ଼ିବନି ତ ଆଲୋ ଠିକ ଅଛି ଦିଅ ତମ ହାତ ସତରେ ମୋ ହାତର କଥା ଦିଅ ତମେ ମତେ କେବେ ବି ଛାଡ଼ିବନି ଆଲୋ ଠିକ ଅଛି ଏଇ ନିଅ ତମ ହାତରେ ହାତ ରଖି କଥା ଦଉଛି 7 ଜନ୍ମ କଣ ଜନ୍ମ ଜନ୍ମ ଯାଏ କେବେ ହେଲେ ମଧ୍ୟ ତମ ହାତ ଛାଡ଼ିବିନି ବୁଝିଲ ତାହେଲେ ଠିକ ଅଛି ଏ ଚନ୍ଦନ ଏଥର ବିଶ୍ୱାସ ହେଲା ତ ହେଲା ବାବା ହେଲା ଏଥର ତମେ ମତେ ମୋ ମୁଣ୍ଡରେ ଓଢ଼ଣା ଦେଇ ତମ ଘରକୁ ବୋହୂ କରି ନେଇଯାଅ ହେଲେ ଏ ଟିକ ଆଗରୁ ମୁଁ ତୁମକୁ କହୁନଥିଲି କଣ ଯେ ମୁଁ ସପ୍ତଗିରିପୁରକୁ ଗୋଟେ କାମ ପାଇଁ ଯାଉଛି ସେଇଥିପାଇଁ କହୁଛି ତମେ ଏବେ ଚାଲିଯାଅ ମୁଁ କଥା ଦଉଛି କାଲି ଠିକ 4ଟା ସମୟରେ ଏଇ ଜାଗାରେ ଦେଖା ହବା ତମେ ଆସିବ ନା ଅର୍ଚ୍ଚନା ମୁଁ ତୁମକୁ ଅପେକ୍ଷା କରିଥିବି ତମେ ସତ କହୁଛ ଆଲୋ ହଁ ଲୋ ତାହେଲେ ଠିକ ଅଛି ଠିକ ଅଛି ତାହେଲେ ତମେ ଚାଲିଯାଅ ଦେଖ ସମୟଟା ବହୁତ ହେଇ ସାରିଲାଣି ତମେ ଏବେ ଏଠାରୁ ଚାଲିଯାଅ ମୁଁ ମଧ୍ୟ ଚାଲି ଯାଉଛି ଟିକେ ଯିବା ଆଗରୁ ମୋ ପାଖକୁ ଟିକେ ଆସିବ